କରିଛନ୍ତି। ନିଆଳିର ଲୋକପ୍ରିୟ ବିଧାୟକ ଭାବରେ 15 ବର୍ଷ ଧରି ଆପଣ ଶାସନ କରୁଛନ୍ତି। ଆପଣ ମଧ୍ୟ ଆମର ବିଧାୟକ, ବିରୋଧୀ ଦଳରେ ରହିଲେ ବି ସୁଦ୍ଧା ବିଧାୟକଙ୍କୁ ସମ୍ମାନ ଦେବା ଆମ ଦଳର ପ୍ରଥମ କର୍ତ୍ତବ୍ୟ। କାରଣ ଯିଏ ଆମକୁ ପ୍ରଶ୍ନ କରିବ ତୁମର ବିଧାୟକ କିଏ, ଆମେ ନିଶ୍ଚିନ୍ତ ରୂପେ କହିବୁ ପ୍ରମୋଦ ମଲ୍ଲିକ। ଆମେ ତ ସେ ଜାଗାରେ କହିବୁନୁ ଆମେ କଂଗ୍ରେସରେ ଅଛୁ, ଆମ ବିଧାୟକ ସିଏ ନୁହଁ ବୋଲି। ସାମ୍ବାଦିକ ସମ୍ମିଳନୀ କରିବାର ପ୍ରଥମ ଲକ୍ଷ୍ୟ ନିଆଳି ଅଞ୍ଚଳରେ ଯେଉଁ ବ୍ୟାପକ ଦୁର୍ନୀତି ହେଇଛି, ନିଆଳି ଅଞ୍ଚଳରେ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବିଧାୟକ ମହୋଦୟ, ନିଆଳି ଅଞ୍ଚଳରେ ସୁଶାସନ ପ୍ରତିଷ୍ଠିତ କରିଥିବା ବିଜୁ ଜନତା ଦଳ ନିକଟ ଅତୀତରେ ଯେଉଁପରି ଭାବରେ ଦୁର୍ନୀତି ଆଉ ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି ତାହାର ଏକ ନମୁନା ମୁଁ ଆଜି ଆପଣମାନଙ୍କ ପାଖରେ ଉପସ୍ଥାପନ କରିବି। ପରବର୍ତ୍ତୀ ଅବସ୍ଥାରେ ବିଭିନ୍ନ କାର୍ଯ୍ୟାଳୟ, ସରକାରୀ କାର୍ଯ୍ୟାଳୟ ଏବଂ ଯେଉଁ ଜାଗାରେ ବିଭିନ୍ନ ପ୍ରକାର ବହୁତ ବଡ଼ ଧରଣର ଦୁର୍ନୀତି ହେଇଛି ତାକୁ ମଧ୍ୟ ଆଗାମୀ ଦିନରେ ଆପଣମାନଙ୍କର ଲୋକଲୋଚନକୁ ଆଣିବି। ଆପଣମାନଙ୍କ ଜରିଆରେ ନିଆଳିର ପ୍ରତ୍ୟେକ ଜନସାଧାରଣ କିପରି ଭାବରେ ଜାଣିପାରିବେ ସେଥିପାଇଁ ମୁଁ ଆପଣମାନଙ୍କୁ ବିନମ୍ରତାର ସହିତ ନିବେଦନ କରୁଛି। ଆଜି ମୁଁ ଆପଣମାନଙ୍କ ପାଖରେ ଯେଉଁ ତଥ୍ୟ ଉପସ୍ଥାପନ କରିବି ସେଟା ହେଉଛି ଡିଷ୍ଟ୍ରିକ୍ଟ ଅଡିଟ୍ ରିପୋର୍ଟ। ଏ ରିପୋର୍ଟ ସରକାରଙ୍କ ତରଫରୁ ନିଆଳି ବ୍ଲକରେ ଦୁର୍ନୀତି ବିରୁଦ୍ଧରେ ଏକ ଅଡିଟ୍ ହେଇଥିଲା। ଅଡିଟ୍ ରିପୋର୍ଟ ଯାହା ଦର୍ଶାଇଛି ମୁଁ ଆପଣମାନଙ୍କୁ କପି ଦେଇଛି, ତାର ବିଷୟରେ କହିବା ପାଇଁ ଚାହୁଁଛି। ବିଜୁ ଯୁବ ଜନତା ଦଳ କଣ୍ଟାପଡ଼ା ବ୍ଲକ ଏବଂ ନିଆଳି ବ୍ଲକରେ କିପରି ଭାବରେ ଦୁର୍ନୀତି କରିଛନ୍ତି ଏବଂ ବିଜୁ ଯୁବ ବାହିନୀରେ ଥିବା ଉଭୟ ବ୍ଲକର ସଭାପତି ଆପଣମାନଙ୍କ ଜରିଆରେ ଯେଉଁ ମିଛ ବାର୍ତ୍ତା ନିଆଳିବାସୀଙ୍କୁ ଦେଉଛନ୍ତି, କେତେବେଳେ କାହାର ଆତ୍ମସମ୍ମାନକୁ କ୍ଷୁର୍ଣ୍ଣ କରିବା ଭଳି ବାର୍ତ୍ତା, ତ କେତେବେଳେ ଏକ ସ୍ୱଚ୍ଛ ଶାସନ ନିଆଳି ମାଟିରେ ଚାଲିଛି ବୋଲି ଯେଉଁ ବାର୍ତ୍ତା ଦେଉଛନ୍ତି, ସେହି ବାର୍ତ୍ତା କେବଳ ବାହ୍ୟସ୍ଫୋଟ ତଥ୍ୟଭିତ୍ତିକ ନୁହେଁ। କିନ୍ତୁ ମୁଁ ଯେତେବେଳେ ଆପଣମାନଙ୍କୁ ଡାକିଛି ମୁଁ ଆପଣମାନଙ୍କ ପାଖରେ ତଥ୍ୟଭିତ୍ତିକ ଉପସ୍ଥାପନ କରୁଛି। ଆପଣମାନେ ଜାଣିଥିବେ ବିଜୁ ଯୁବ ବାହିନୀ ନିଆଳି ବ୍ଲକରେ ବର୍ତ୍ତମାନ ଯିଏ ବିଜୁ ଯୁବ ବାହିନୀର ସଭାପତି ଅଛନ୍ତି ବିଷ୍ଣୁଚରଣ ସ୍ୱାଇଁ, ତାଙ୍କ ଆକାଉଣ୍ଟକୁ 4,01,250 ଟଙ୍କା ସହିତ ଏ ବ୍ଲକରେ 17,43,250 ଟଙ୍କାର ଦୁର୍ନୀତି ହେଇଛି, ଯାହାର କୌଣସି ଭାଉଚର କୌଣସି ତଥ୍ୟ ବ୍ଲକ ପ୍ରଶାସନ ପାଖରେ ନାହିଁ, ଯାହାକି ଡିଷ୍ଟ୍ରିକ୍ଟ ଅଡିଟ୍ ରିପୋର୍ଟ କହୁଛି, ଏଇଟା ମୁଁ କହୁନି। ଡିଷ୍ଟ୍ରିକ୍ଟ ଅଡିଟ୍ ରିପୋର୍ଟ କହୁଛି ନିଆଳି ବ୍ଲକରେ ବିଜୁ ଯୁବ ବାହିନୀ ନାଁରେ 17,43,250 ଟଙ୍କା ଦୁର୍ନୀତି ହେଇଛି, ଯାହାର ବିଧିବଦ୍ଧ ତଦନ୍ତ ଆଗାମୀ ଦିନରେ କରାଯିବ। ଯେହେତୁ ଶାସକ ଦଳରେ ସେମାନେ ଅଛନ୍ତି ଏ ତଥ୍ୟକୁ ସେମାନେ ଲୁଚେଇବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଏ ତଥ୍ୟ ଲୁଚିବାର କେବେ ବି ସମ୍ଭାବନା ନୁହେଁ। ଏ ତଥ୍ୟକୁ ଆମେ ନେଇ ନିଶ୍ଚିନ୍ତ ରୂପେ ଆଇନର ଆଶ୍ରୟ ନେବୁ ଆଗାମୀ ଦିନରେ। ଦ୍ୱିତୀୟ କଥା ହେଉଛି କଣ୍ଟାପଡ଼ା ବ୍ଲକର ଯେଉଁ ବିଜୁ ଯୁବ ବାହିନୀର ସଭାପତି ଅଛନ୍ତି ବିମାନ ବିହାରୀ ବେହେରା କିଛି ଦିନ ତଳେ ପ୍ରେସ୍ କନଫରେନ୍ସ କରିଥିଲେ। ସେ ବି ଦୁର୍ନୀତିରେ ଲିପ୍ତ, ତାଙ୍କର ପର୍ସନାଲ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଯାଇଛି ଏବଂ କଣ୍ଟାପଡ଼ା ବ୍ଲକରେ ବିଜୁ ଯୁବ ବାହିନୀରେ 6,50,000ରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ ହେଇଛି, ଯାହାର କୌଣସି ଭାଉଚର ବିଲ୍ କୌଣସି ତଥ୍ୟ କେଉଁ ଜାଗାରେ ସେମାନେ ଖର୍ଚ୍ଚ କରୁଛନ୍ତି ତାର କୌଣସି ତଥ୍ୟ ନାହିଁ, ଯାହାକୁ ଡିଷ୍ଟ୍ରିକ୍ଟ ଅଡିଟ୍ ରିପୋର୍ଟ ଧରିଛି। ତେଣୁ ଆପଣମାନେ ଏଠାରୁ ଉପଲବ୍ଧ କରୁଥିବେ
कि विजु जनता दलर जो युवक बंधु माने आज नवीन पट्टनायक सरकार से एक नूतन आलोकर स्वप्न देखई एवं आमर टिकस पैसा को किपरि भाव में युवक मानक नाँ रे निज व्यक्ति विशेष एटी लुट करुचंती ताहार तथ्य मु आपण मानक पाखरे उपस्थापन कली। जदि ए तथ्य रे कौनसी भूल थाए जदि मु आपण को मिछ तथ्य उपस्थापन करी थाए विजु युव बाहिनी जदि सत्साहस थाए पुणी थरे आपण मानक जरिया रे नियालीवासी पाखरे उपस्थापन करिवो बोली मु आशा और विश्वास रखुछि। केवल विजु युव बाहिनी नाँ रे लक्ष लक्ष टंका गरीब मूल्य लोक पाई जदि नियाली माटी रे किए जड़े लड़ई करुछि जदि किए को दल लड़ई करुछि सी होछि भारतीय जातीय कांग्रेस। आउ गोटे से कही आपण मानकु कि 2019 मसीह कांग्रेस 12,000 भोट पाइला बीजेपी 62,000 भोट पाइला बीजेपी आउ कांग्रेस दुई जन मिसी गले। जदि आपणक कथाटा एटा सत्य हुए मु जदि आपण को प्रश्न पचारे 2022 मसीह जो पंचायत इलेक्शन है से पंचायत